ପିଲାମାନେ ଆଜି ଆମେ ଭାରତରେ ଅସହଯୋଗ ଆନ୍ଦୋଳନ ଓଡ଼ିଶାରେ ଏହାର ପ୍ରଭାବ ବିଷୟରେ ଏ ବିଷୟର ସବୁତକ ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପ୍ରଶ୍ନ ଦେଇଛି କ'ଣ 60 ଗୋଟି ଶବ୍ଦରେ, ଏଇଟା ହେଲା ଆମର 5 ମାର୍କିଆ କୋଶ୍ଚିନ୍ ପଡ଼ିବ। କରିଦେଲା ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିର କେଉଁମାନେ ସଦସ୍ୟ ରହିଥିଲେ। ପିଲାମାନେ ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା। ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରି ଦିଆଗଲା। ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ପାଇଁ ଭାରତୀୟ ମୁସଲମାନମାନେ ବ୍ୟଥିତ ଓ କ୍ରୋଧାନ୍ୱିତ ହେଲେ। ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା। ଖଲିଫାଙ୍କୁ ସମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ। ଖିଲାଫତ ଏହି ଆନ୍ଦୋଳନରେ କ'ଣ ହେଲା, ନେତୃତ୍ୱ ହେଲା ଶୌକତ ଅଲି ଓ ମହମ୍ମଦ ଅଲି ନାମକ 2 ଭାଇ ନେଇଥିଲେ। ଏହାର ପରିଚାଳନା ପାଇଁ ଗଠିତ କମିଟିରେ ଅଲି ଭ୍ରାତାଦ୍ୱୟ ଆବୁଲ କାଲାମ ଆଜାଦ ଆଉ ହକିମ ହଜମଲ ଖାଁ ଓ ହସରତ ମୋହିନୀ ସଦସ୍ୟ ଥିଲେ। ତାହେଲେ ପିଲାମାନେ ଆମେ ଜାଣିଲେ ଯେ କ'ଣ ଏଇଟା ଆମର ଖିଲାଫତ ଆନ୍ଦୋଳନ କାହିଁକି ହେଇଥିଲା, ପରିଚାଳନା କମିଟି ବୁଝିଲା। ଖିଲାଫତ ଆନ୍ଦୋଳନ କାହିଁକି ହେଇଥିଲା, ବିଶ୍ୱଯୁଦ୍ଧରେ ତୁର୍କୀ କ'ଣ ହେଇଥିଲା, ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରାଯାଇଥିଲା। ଏଥିପାଇଁ ଭାରତୀୟ ମୁସଲମାନ କ୍ରୋଧାନ୍ୱିତ ହୋଇଥିଲେ। କ୍ରୋଧାନ୍ୱିତ ହୋଇ କ'ଣ କଲେ, ତୁର୍କୀର ସୁଲତାନ ଥିଲେ ଧର୍ମଗୁରୁ ବା ଖଲିଫା, ଆଉ ଖଲିଫାଙ୍କୁ ସମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାକୁ ଖିଲାଫତ ଆନ୍ଦୋଳନ ବୋଲି କହିବା ଏବଂ ଏଥିରେ ଏହି ସଦସ୍ୟମାନେ ଯୋଗ ଦେଇଥିଲେ। ଖରେ ଆମକୁ ଦେଇଛି ଖିଲାଫତ ଆନ୍ଦୋଳନରେ ଗାନ୍ଧିଜୀଙ୍କର ଭୂମିକା କ'ଣ। ପିଲାମାନେ ମହାତ୍ମା ଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବାର ଉଦ୍ଦେଶ୍ୟରେ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲେ। ପିଲାମାନେ ମହାତ୍ମା ଗାନ୍ଧୀ ସବୁବେଳେ ଚାହୁଁଥିଲେ ଭାରତ ଏକ ହେଇକି ରହୁ, ଭାରତ ପାକିସ୍ତାନ ଡିଭାଇଡ଼ ନ ହଉ, ଆଉ ସେମାନେ ଚାହୁଁଥିଲେ ହିନ୍ଦୁ ଆଉ ମୁସଲମାନ ସମସ୍ତେ ଏକ, ବୁଝିଲା। ସେଥିପାଇଁ ସେ ଖିଲାଫତ ଆନ୍ଦୋଳନକୁ କ'ଣ କଲେ, ସମର୍ଥନ କଲେ। ତାପରେ କ'ଣ ହେଲା, 1919 ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଷ୍ଫଳ ଭାରତ ଖିଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କରିଥିଲା। ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ଗାନ୍ଧିଜୀଙ୍କର ନେତୃତ୍ୱ ଖିଲାଫତ କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ହେଲା, ତାହେଲେ ମୁସଲିମ ଲିଗ ଓ ଭାରତୀୟ ଜାତୀୟ କଂଗ୍ରେସ ଖିଲାଫତ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିଥିଲେ। ବୁଝିଲା, ଗାନ୍ଧିଜୀଙ୍କର ଏହା ପ୍ରଭାବ ଥିଲା ଏବଂ ଏଥିରେ ସମସ୍ତେ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଗରେ ପଚାରିଛି ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା। ପିଲାମାନେ ଅସହଯୋଗ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଂରେଜ କ'ଣ ମୂଳନୀତି ଥିଲା ଇଂରେଜ ଅନୁଷ୍ଠାନ ଆଉ ବିଦେଶୀ ଦ୍ରବ୍ୟ ବର୍ଜନ କରିବା। ଆମେ ବିଦେଶୀ ଦ୍ରବ୍ୟ କିଛି ବି ବ୍ୟବହାର କରିବା ନାହିଁ ଏବଂ ଇଂରେଜ ସରକାରଙ୍କୁ ଆମେ କ'ଣ କରିଦେବା, ଅଚଳ କରିଦେବା। 1919 ମସିହା ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବକୁ ବର୍ଜନ କରିବା। ଆଉ କ'ଣ ଥିଲା, ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ କରିବା ଓ ସରକାରଙ୍କ ପଦବୀରୁ ଇସ୍ତଫା ଦେବା, ସବୁ ଦେଇଦେବା, କାରଣ ସରକାର ସେତେବେଳେ ଇଂରେଜମାନେ ଥିଲେ। ଆଉ କ'ଣ ହେଲା, ଆଇନଜୀବୀଙ୍କ ଦ୍ୱାରା ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟ ବର୍ଜନ କରାଗଲା। ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ କରିବା ଥିଲା ଅସହଯୋଗ ଆନ୍ଦୋଳନର ପ୍ରମୁଖ କାର୍ଯ୍ୟକ୍ରମ। ତାହେଲେ ଘରେ ଆମକୁ ପଚାରିଲା ପୁଣି ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ହେଲା। ତାହେଲେ ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ହେଇଥିଲା, ସୁଦୂର ପ୍ରସାର ହେଇଥିଲା। ଅର୍ଥ କ'ଣ, ଦେଖ ପିଲାମାନେ, ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ ହୋଇଥିଲା। ତାହେଲେ ପ୍ରଥମ ଥର ପାଇଁ ଏଇଟା ହେଇଥିଲା। ଏହା ଭବିଷ୍ୟତରେ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା। ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା। ସବୁ ଲୋକ ଏହାକୁ ସପୋର୍ଟ କରିଥିଲେ। 1922 ମସିହାରେ ମୁସ୍ତାଫା କମାଲ ପାଶାଙ୍କ ଦ୍ୱାରା ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବା ଦ୍ୱାରା ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେବା ଫଳରେ ଖିଲାଫତ ଆନ୍ଦୋଳନ ଯୁକ୍ତିକତା ରହିଲା ନାହିଁ। ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବା ପରେ ଭାରତରେ କ'ଣ ହେଲା, ଖିଲାଫତ ହେଲା ଲେଖା ହୋଇନି, ଖିଲାଫତ ଆନ୍ଦୋଳନ ମଧ୍ୟ ଅବସାନ ଘଟିଲା। ମାତ୍ର ଏହି ଆନ୍ଦୋଳନ ଇଂରେଜ ସରକାରଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା। ଏଇଥିରେ ଇଂରେଜ ସରକାର ଟିକେ ଦୁର୍ବଳ ହୋଇଯାଇଥିଲେ।
ଉଆଁରେ ପଚାରିଛି ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କର ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ। ତାହେଲେ ପିଲାମାନେ 1921 ମସିହାରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ। ମନେ ରଖିଥାଅ 1921 ମାର୍ଚ୍ଚ 23 ତାରିଖରେ କ'ଣ କରିଥିଲେ? କଟକଠାରେ ଏକ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ। ତାଙ୍କ ଉଦ୍ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କ ଅଳଙ୍କାର ସାମଗ୍ରୀ ତିଲକ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ। ଏହାପରେ ଗାନ୍ଧିଜୀ ଭଦ୍ରକ ଓ ପୁରୀ ବ୍ରହ୍ମପୁରଠାରେ ଉଦ୍ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ। ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ୱଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ୱ ଦେଇଥିଲେ। କେମିତି ଆମ ଦେଶ ଜିନିଷ ଆମେ ବ୍ୟବହାର କରିବା, ବିଦେଶୀ ଜିନିଷ ବ୍ୟବହାର କରିବା ନାହିଁ। 2 ନମ୍ବର ହେଲା ପ୍ରତ୍ୟେକ ପ୍ରଶ୍ନର ଉତ୍ତର 20ଟି ଶବ୍ଦରେ ଦେବା। କରେ ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା? ତାହେଲେ ଅସହଯୋଗ ଆନ୍ଦୋଳନ ପିଲାମାନେ 1920 ମସିହା ଅଗଷ୍ଟ 1 ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଉକ୍ତ ଦିନ, ଏଇଟା 2 ମାର୍କିଆ ପଡ଼ିବ, 2ଟା ପଏଣ୍ଟ ଲେଖିବ। ଉକ୍ତ ଦିନ ପୂର୍ବାହ୍ନରେ, ମନେ ରଖିଥାଅ 1920 ମସିହା ଅଗଷ୍ଟ 1ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଉକ୍ତ ଦିନ ପୂର୍ବାହ୍ନରେ ଲୋକମାନ୍ୟ ତିଲକଙ୍କ ବିୟୋଗଜନିତ ଶୋକ ପାଳନ ହେଲା। ଆଉ ଆନ୍ଦୋଳନର ଆରମ୍ଭରେ ମିଶ୍ରିତ ପ୍ରକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ସଂଗଠିତ ହେଲା। ଖରେ କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସ୍ୱୀକାର କରିବାରେ ସହାୟକ ହୋଇଥିଲା? ତାହେଲେ ଭାରତ ଶାସନ ଆଇନ 1919 କ'ଣ ତ୍ରୁଟି ହେଲା, 1919ରେ ତ୍ରୁଟି ଓ ଅମୃତସର ଘଟଣା ପାଇଁ ନିଯୁକ୍ତ ହଣ୍ଟର କମିଟିର ବିବରଣୀ ପକ୍ଷପାତିତା ଅସହଯୋଗ ଆନ୍ଦୋଳନ ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା। ଏହା ଛଡ଼ା ଆଉ କ'ଣ ହେଇଥିଲା? ଭାରତର ମୁସଲମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆହ୍ୱାନକୁ ମଧ୍ୟ ସ୍ୱୀକାର କରିବାରେ ସହାୟକ ହୋଇଥିଲା। ଗରେ କେବେ ଓ କେଉଁଠି ହଣ୍ଟର କମିଟି ଗଠିତ ହୋଇଥିଲା? ତାହେଲେ ହଣ୍ଟର କମିଟି 1919 ମସିହା ଅକ୍ଟୋବର 14 ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ୱରେ ଗଠନ ହୋଇଥିଲା। ଏଥିରେ କ'ଣ କରାହେଲା? ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ ଏହି କମିଟି ଗଠିତ ହୋଇଥିଲା। ଘରେ କଂଗ୍ରେସର କେଉଁ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧିବେଶନରେ ଏହା ଅନୁମୋଚିତ ହୋଇଥିଲା? ତାହେଲେ 1920 ମସିହା ସେପ୍ଟେମ୍ବର 4ରୁ 9 ତାରିଖ ପର୍ଯ୍ୟନ୍ତ କଲିକତାଠାରେ କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଉ 1920 ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସର ବାର୍ଷିକ ଅଧିବେଶନରେ ଏହାକୁ ଅନୁମୋଚନ କରାଯାଇଥିଲା। ଉଆଁରେ ପଚାରିଛି ଆମକୁ ତିଲକ ସ୍ୱରାଜ ପାଣ୍ଠି କ'ଣ ପାଇଁ ଗଠନ କରାଯାଇଥିଲା? ତାହେଲେ ଅସହଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ତିଲକ ସ୍ୱରାଜ ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠିକୁ ଜନସାଧାରଣଙ୍କ ମୁକ୍ତ ହସ୍ତରେ ଦାନ କରିବା ଯୋଗୁଁ ଏବଂ ଅଳ୍ପ ଦିନରେ ମଧ୍ୟ 1 କୋଟି ଟଙ୍କା ଜମା ହୋଇଥିଲା ଏହି ତିଲକ ସ୍ୱରାଜ ପାଣ୍ଠିରେ। ଚରେ 1922 ଫେବୃଆରୀ 1 ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ'ଣ ଚେତାବନୀ ଦେଇଥିଲେ? କ'ଣ ଚେତାବନୀ ଦେଇଥିଲେ? 7 ଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନ ଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ନ ଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଗାନ୍ଧିଜୀ ଚେତାବନୀ ଦେଇଥିଲେ। ତାପରେ 6ରେ ମହାତ୍ମା ଗାନ୍ଧୀ କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ କରିଥିଲେ? 1922 ମସିହା ଫେବୃଆରୀ 5 ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ଚୌରିଚୌରାଠାରେ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇବା ଦେବା ଫଳରେ 22 ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ହିଂସାତ୍ମକ ଘଟଣାରେ ଗାନ୍ଧିଜୀ ବ୍ୟଥାତ ହେଲେ ଓ ଅନୁଭବ କଲେ ଯେ ଭାରତୀୟମାନେ ଅହିଂସା ଉପାୟରେ ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହାନ୍ତି। ସେଥିପାଇଁ ସେ ଏହି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କରାଦେଲେ। ଜରେ ଆମକୁ ଦେଇଛି ନାଗପୁରଠାରେ କଂଗ୍ରେସ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ଆଉ ସେଠାରେ କେତେଜଣ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ? ତାହେଲେ 1920 ମସିହା ଡିସେମ୍ବରରେ ନାଗପୁରରେ କଂଗ୍ରେସ ଅଧିବେଶନ ହୋଇଥିଲା ଏବଂ ସେଠାରେ ଓଡ଼ିଶାରୁ 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଜରେ ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ'ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ସେ ସାକ୍ଷୀଗୋପାଳଠାରେ ହେଲା, ପୁରୀର ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷା ଦେବା ନିମନ୍ତେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ କରାଯାଇଥିଲା। ତାପରେ ନ୍ୟରେ ଦେଲା ଆମକୁ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସକୁ କେତେ ଟଙ୍କା ଜୋରିମାନା କରାଯାଇଥିଲା ଏବଂ କାହିଁକି? ସେ 25 ଟଙ୍କା ଜୋରିମାନା କରାଯାଇଥିଲା ହେଲା। ଆଉ କାହିଁକି ହେଇଥିଲା? ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିଲା ବେଳେ ସେ ଏହି ପ୍ରେସରୁ ସ୍ୱରାଜ ସଙ୍ଗୀତ ନାମ ଏକ ପ୍ରଚାର ଗୀତର
ଛପା ଯାଇଥିବାରୁ ଏହା ଜୋରିମାନା କରାଯାଇଥିଲା। ତାପରେ 3 ନମ୍ବର ପିଲାମାନେ ଦେଖିବା ସର୍ଟ କୋଶ୍ଚିନ୍ ଆମର 1 ମାର୍କ ଆସିବ ହେଲା। ଏଇଟା ସର୍ଟ କୋଶ୍ଚିନ୍। କେବେ ଗାନ୍ଧୀଜୀ ନିଷ୍କଳ ଭାରତ ଖିଲାଫ ସମ୍ମିଳନୀ ସଭାପତିରେ ନିର୍ବାଚିତ ହୋଇଥିଲେ? ସେ 1919 ମସିହା ନଭେମ୍ବର ମାସରେ। ତାପରେ ଖରେ କେଉଁ ତାରିଖରୁ ଭାରତ ଶାସନ ଆଇନ 1919 ପ୍ରଚଳିତ ହେଲା? 1919 ଡିସେମ୍ବର 23ରୁ। ଗରେ ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କ ଦ୍ୱାରା ବାସନ୍ଦ କରାଯାଇଥିଲା? ସେ ହେଲା କ'ଣ? ୱେଲ୍ସର ଯୁବରାଜଙ୍କ ଭାରତ ପରିଦର୍ଶନକୁ। କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନିଆଗଲା? ସେ ହେଲା 1921 ଖ୍ରୀଷ୍ଟାବ୍ଦର ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ ଅଧିବେଶନରେ। ତାପରେ ରେ ମହାତ୍ମା ଗାନ୍ଧୀ କେଉଁଦିନ କଟକରେ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ? ଥିଲା 1921 ମସିହା ମାର୍ଚ୍ଚ 23 ତାରିଖରେ। କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ? ସେ ହେଲା ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରେରଣାରେ। 6ରେ ଅଳକା ଆଶ୍ରମ କେଉଁଠାରେ ପ୍ରତିଷ୍ଠିତ କରାଯାଇଥିଲା? ଅଳକା ଆଶ୍ରମ ଜଗତସିଂହପୁରଠାରେ ପ୍ରତିଷ୍ଠିତ କରାଯାଇଥିଲା। ଜରେ ପଚାରିଛି କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଲା? ସେ ହେଲା ସମାଜ ସମ୍ବାଦପତ୍ର ସତ୍ୟ ହେଲେ ସାଂଘାତିକ ସ୍ତମ୍ଭରେ ସରକାରଙ୍କ ବିରୋଧୀ ଲେଖା ପାଇଁ। ତାପରେ ଝରେ କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ? ସେ ହେଲା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ। ତାପରେ ନ୍ୟରେ କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଲା? ସେ ହେଲା ସମାଜ ଓ ଉତ୍କଳ ଦୀପିକା ସମ୍ବାଦପତ୍ର ମାଧ୍ୟମରେ। ତାପରେ 4 ନମ୍ବର ହେଉଛି ଆମର ପୁରା ସର୍ଟ କୋଶ୍ଚିନ୍ ହେଲା। ହଣ୍ଟର କମିଟି କେବେ ଗଠିତ ହୋଇଥିଲା? ହଣ୍ଟର କମିଟି 1919 ଅକ୍ଟୋବର 14ରେ ଗଠିତ ହୋଇଥିଲା। ତାପରେ କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହେଁ? ଦେଖ ଏଇଠି ଦେଇଛି ବିଦେଶୀ ଭାଷା ବର୍ଜନ, ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ, ନିର୍ବାଚନ ବର୍ଜନ, ଅସ୍ପୃଶ୍ୟତା ବର୍ଜନ। ସେଟା ବିଦେଶୀ ଭାଷା ବର୍ଜନ ସମ୍ପୃକ୍ତ ନୁହେଁ। ତାପରେ କଂଗ୍ରେସର କେଉଁ କାର୍ଯ୍ୟକାରିଣୀ କମିଟି କେଉଁଠାରେ ହେଲା? ସେଟା ବଦୋଳିଠାରେ ଅସହଯୋଗ ଆନ୍ଦୋଳନ ସ୍ଥଗିତ କରିବା ପାଇଁ ଅନୁମୋଦନ ଦିଆଗଲା। ପରେ କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ? ସେ ହେଲେ ଗୋପବନ୍ଧୁ ଦାସ। ନ୍ୟରେ କେଉଁ ଅନୁଷ୍ଠାନ ସ୍ୱରାଜ ସମାଚାର ପତ୍ରିକା ପ୍ରକାଶ କରୁଥିଲା? ସେ ହେଲା ସ୍ୱରାଜ ମନ୍ଦିର। ସ୍ୱରାଜର ବହୁତ ୱାର୍ଡ଼ ଅଛି, ତେଣୁ ସ୍ୱରାଜ ମନ୍ଦିର। ଏସବୁ ତ କୋଶ୍ଚିନ୍ ସରିଗଲା ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ।